ବନ୍ଧୁଗଣ ମେରେଡ ସନ୍ ବିବାହିତ ଯୋଉ ଘରର ପୁଅ ୟାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସରେ ଆଗରୁ ଘର ମିଳିବାର ନିୟମ ଅଛି, କିନ୍ତୁ କେବଳ ଅଫିସର ମାନଙ୍କର ଭୁଲ ବୁଝାମଣା ଯୋଗୁଁ ଆଇନ ବାବଦରେ ବୋଧେ ଜାଣିନଥିଲେ ସେମାନେ। ସେଥିପାଇଁ ଆଜି ଓଡ଼ିଶାରେ ହଜାର ହଜାର ଯୁବକ ଯୋଉ ଶ୍ରମିକ ଆଜି ଘର ପାଇନାହାନ୍ତି। ଆମେ ସ୍ୱାଗତ କରିବା ଯିଏକି ମାନ୍ୟବର ମନ୍ତ୍ରୀ ରବି ନାୟକ ସେ ଘୋଷଣା କରିଛନ୍ତି କି ଯେ ଘରର ପୁଅ ଯେ ବିବାହିତ ଏବଂ ଅଲଗା ରହୁଛନ୍ତି ସିଏ ମଧ୍ୟ ଘର ପାଇପାରିବେ। ଆମେ ତାକୁ ସ୍ୱାଗତ କରିବା, କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି ଏହି ନିୟମ ମଧ୍ୟ ଆଗରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରହିଛି, କିନ୍ତୁ ଆପଣ ଯଦି ଦେଖିବେ ଓଡ଼ିଶା ରାଜ୍ୟରେ ନିୟମ ବିଶେଷ ଭାବରେ କାର୍ଯ୍ୟକାରୀ ହୋଇପାରିନି। ଏଣୁ ବହୁତ ବିବାହିତ ଶ୍ରମିକ